सर नमस्कार। कृषि जागरण ओडिया पेज लाइव को आपन को स्वागत करुछि। सर आमस्त जोड़ी हितबा समस्त चाषी को प्रथम आपन को परिचयटा देबे। ସମସ୍ତ କୃଷି ପରିବାରକୁ ନମସ୍କାର। ମୋ ନାଁ ଜିତେନ୍ଦ୍ର ମହାରଣା ଆଉ ମୋ ଫାର୍ମ ନାଁ ଖୁସି ଏଗ୍ରୋ ଫାର୍ମ। ଆଜ୍ଞା सर ଆପଣ କେତେ ବର୍ଷ लानी कृषि क्षेत्र रे अछंती? ପ୍ରଥମେ ତ ମୋର କୃଷି ଉପରେ ପ୍ରଥମତଃ ମୋର କିଛି ଅଭିଜ୍ଞତା ନଥିଲା କି କିଛି ନାହିଁ। ଯେତେବେଳେ ମୁଁ ଏଇଟା ଫାଷ୍ଟ ଆରମ୍ଭ କରିଥିଲି କିଚେନ ଗାର୍ଡେନ ପାଇଁ, ଆଜ୍ଞା ଘରେ ସେ ଛୋଟିଆ କିଚେନ ଗାର୍ଡେନ ୟୁଟ୍ୟୁବରୁ ଦେଖିକିନା, ତ ଆକୁ ୟୁଟ୍ୟୁବ ରେ ବହୁତ ବିଜନେସ ଉପରେ ଥିଲା। ମୁଁ ଭାବିଲି ବିଜନେସ ତ ହବନି, ଫାଷ୍ଟ ମୁଁ ଏଇଟା ନିଜ ପାଇଁ ଆଗେ ଟ୍ରାଏ କରେ। ତ ସିମେଣ୍ଟ ଯୋଉ ରିଙ୍ଗ କୁଣ୍ଡ ଥାଉଛି ତା ଚାରିଟା ଫାଷ୍ଟ ଆରମ୍ଭ କରିଥିଲି ମୁଁ। ଆଜ୍ଞା ସେଥିରୁ ଆରମ୍ଭ କରିକିନା ଧୀରେ ଧୀରେ ସେଇଟା ଅଳ୍ପ ଅଳ୍ପ କାଢିକିନା ମୁଁ ନିଜେ ୟୁଜ କରୁଥିଲି, ଆଉ ଅଳ୍ପ କେହି ଚାଷୀ କେତେ ଜଣ ଥିଲେ ମୋ ସାଙ୍ଗମାନେ ବି କେତେ ଜଣ ଅଛନ୍ତି ଚାଷ କରୁଥିଲେ, ତାଙ୍କ ମାନେ କିଏ 100 କେଜି କିଏ 50 କେଜି ନେଇକିରି ଏମିତି ଟିକେ ଟ୍ରାଏଲ ବେସିସ୍ ଚାଲିଥିଲା। ତାପରେ ଯେତେବେଳେ ଆଜ୍ଞା ଲକଡାଉନ ହେଲା, ଲକଡାଉନ ରେ ମୋର ଗୋଟେ ଗୋଟେ ପାର୍ଟ ବିଜନେସ ଥିଲା ଷ୍ଟୁଡିଓ। ତ ସେଇ ଟାଇମରେ ସବୁ ଜିନିଷ ବନ୍ଦ ହେଇଗଲା, ଖାଲି ଗୋଟିଏ ଜିନିଷ ଚାଷ କାର୍ଯ୍ୟ ହିଁ ଚାଲିଲା, ଆଉ ବାକି ସବୁ ମାର୍କେଟ ବନ୍ଦ, ସବୁ ବନ୍ଦ। ଏମିତିକି ମୁଁ ସେତେବେଳେ ସାମ୍ବାଦିକତା କରୁଥିଲି, ସାମ୍ବାଦିକତା ବି ପୁରା ଷ୍ଟ୍ରିକ୍ଟଲି ଥିଲା, ଦେଖି ଚାହିଁକିରି କୋଉଠି ଯିବାକୁ ପଡୁଥିଲା ଇଏ ଦେଖୁଥିଲା। ତ ଆଜ୍ଞା ଦେଖିଲେ ଏଇଟା ତ ରହିଲା ଫ୍ୟୁଚର, ଏବେ ଚାଷ ଉପରେ ଆଗ ମେନଲି ଡିପେଣ୍ଡ ଅଛି, ଲୋକମାନେ ଚାଷକୁ ହିଁ ବେଶୀ ସବସ୍କ୍ରାଇବ ଇଏ ଦଉଛି। ତ ମୁଁ ସେତେବେଳେ ମନ ବଳେଇଲି ଯେ ମୁଁ ନାଇଁ ଆକୁ କାହିଁକି ଗୋଟେ ବିଜନେସ ନେଇ ହବନି ବୋଲି ନା। ତ ସେଠୁ ତାପରେ ମୁଁ ଧୀରେ 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 ଷ୍ଟାର୍ଟ କଲି। ଯାହା ତାପରେ ସେତିକି ଭିତରେ ମୋର ଟିକେ ଅଳ୍ପ ଜିଆ ହେଇଯାଇଥିଲା। ତାପରେ ଯେତେବେଳେ ବିଜନେସ ଷ୍ଟାର୍ଟ କଲି, ସେତେବେଳେ ଆଉ ଥରେ ମୁଁ ଜିଆ ଟିକେ ବାହାରୁ କିଣି ଆଣିଲି। ଜିଆ କିଣି ଆଣିକି ସେଠି ଗୋଟେ ପ୍ରଥମେ ଗୋଟେ ଜଣେ ଲେବର ରଖିକିନା, ତାପରେ ମୁଁ ରହିକିନା ତାକୁ ଷ୍ଟାର୍ଟ କଲି। ତାପରେ ଯେତେବେଳେ ଧୀରେ ଧୀରେ ଏଇଟା ମାର୍କେଟ ହେଲା, ମାର୍କେଟ ହେଲା ପରେ ଚାଷୀ ଜାଣିଲେ। ତ ବାହାରୁ ମୁଁ ସେ ସୋସିଆଲ ମିଡିଆରେ ବି ଆକ୍ଟିଭ ଥିଲି। ତ ସୋସିଆଲ ମିଡିଆରେ ମୁଁ ଏହାକୁ ପୋଷ୍ଟ କଲି, ପୋଷ୍ଟ କଲାରୁ ଅଧେ ଚାଷୀ ଜାଣିଲେ, ଆଉ ସେ ଯୋଉଟା ମାନେ ଏନଜିଓ ର ଷ୍ଟାଫ ମାନେ ଏନଜିଓ ର ଜାଣିଲେ। ତାପରେ ଧୀରେ ଧୀରେ ମୁଁ ମାର୍କେଟିଂ ପାଇଁ ବି ବାହାରକୁ ବାହାରିଲି। ଯେତେବେଳେ ଫାଷ୍ଟ ପ୍ରଥମେ ତ ମୋର ନର୍ମାଲ ବସ୍ତା ଯୋଉ ବସ୍ତା ମିଳୁଥିଲା ତାହିଁରେ ପ୍ୟାକିଂ ଆଜ୍ଞା କଲି। ତାପରେ ତାପରେ ଏମିତି ଲୋକଙ୍କଠୁ ଅଫିସର ନାହିଁ ତାର କାଗଜ ପତ୍ର କର, ଉଦ୍ୟମ ରେଜିଷ୍ଟ୍ରେସନ କରାହେଲା, ତାପରେ ଜିଏସଟି କରାହେଲା। ତାପରେ ତାକୁ କରେଣ୍ଟ ଆକାଉଣ୍ଟ କରିକି, ତାପରେ ଯେତେବେଳେ ମୋର ବ୍ରାଣ୍ଡ ଗୋଟେ କାଢିଲି ଖୁସି ଏଗ୍ରୋ ଭର୍ମି କମ୍ପୋଷ୍ଟ ବୋଲି, ସେ ପରଠୁ ତାପରେ ମୁଁ ମାର୍କେଟିଂ ବାହାରିଲି, ଛତିଶଗଡ଼ ବୁଲିଲି, ଓଡିଶାରେ ଆମର ନବରଙ୍ଗପୁର, କୋରାପୁଟ, ଇଆଡେ ମାଲକାନଗିରି, ଆଜ୍ଞା ନୂଆପଡା, କଳାହାଣ୍ଡି ସବୁରେ ବୁଲା ପରେ ଯୋଉ ଯୋଉଠି ଚାଷୀ ମାନେ ଇଣ୍ଟରେଷ୍ଟ ନେଲେ, ତାପରେ ଅଟୋମେଟିକଲି ତାପରେ ଧୀରେ ଧୀରେ ବଢିଲା। ଯେତେବେଳେ ଡିମାଣ୍ଡ ବଢିଲା, ତ ଏବେ ଏହାକୁ ବଡ ହିସାବରେ ପ୍ଲାନ ଟା ଚଲେଇଛି। ଆଜ୍ଞା सर ଆପଣ विभिन्न व्यवसाय कृषि रे भी विभिन्न प्रकार व्यवसाय अछि, विभिन्न प्रकार चाष अछि जाहाको चाष करिकी बहुत लाभ ହୁଁ, कमई पारछन्ती चाषी। ଆପଣ କାହିଁକି ସେ ଆଜ୍ଞା। ଜିଆ ଖତକୁ ବାଛିଲେ ବ୍ୟବସାୟ ରୂପରେ? ଆଉ କେତେ ଏକର ଜାଗାରେ ଆପଣ କେତେ ୟୁନିଟ ବସେଇଛନ୍ତି ଜିଆ ଖତ ପାଇଁ ସାର୍? ହଁ, ମୁଁ ଏଇଟା ଯେମିତି ସିମେଣ୍ଟ କୁଣ୍ଡରେ ନୁହେଁ, ଏଇଟା ଆମର ନର୍ମାଲ ବେସିସ୍ ଯୋଉ ଆଜିକାଲି ହଉଛି ତଳେ ଜରି ପକେଇକି ତାପରେ ବେଡ ମେଥଡରେ କରାହଉଛି, ସେଇ ମେଥଡ କଲି। ଆଜ୍ଞା କୁଣ୍ଡ କଲେ କଣ କି ଇନଭେଷ୍ଟ ବେଶୀ କରିବାକୁ ପଡିବ। ପ୍ରଥମେ ତ କୁଣ୍ଡରେ ବହୁତ ଇନଭେଷ୍ଟ ହବ, ସେତିକି ଯାହା କରୁଛି ମୁଁ ନିଜ ପୁଞ୍ଜିରେ ହିଁ କରିଛି। ଆଉ ବହୁତ ଏମିତି ମାର୍କେଟ ରୁ ପଇସା ଉଠିଲି, ତାପରେ ଏବେ ଗତ 2 ବର୍ଷ ହେଲା ଲୋନ, ଛୋଟିଆ ଲୋନ ହେଲା। ତ ଆଜ୍ଞା ଦେଖିଲି ନାଇଁ ଆକୁ ଇନଭେଷ୍ଟ କମ କରିବାକୁ ପଡିଥିଲା ଏଇ ପ୍ଲାନିଂ ରେ କଲେ। ତ ମୁଁ ୟୁଟ୍ୟୁବ ଦେଖିଥିଲି ଯୋଉଟା ମାନେ କମ ଖର୍ଚ୍ଚରେ ସେଇଟା ଅଧିକ ପ୍ଲାନିଂ। ଆଉ ଆର ଗୋଟେ ଜିନିଷ ହଉଛି, ଆମେ ଏଗ୍ରିକଲଚର ଅନ୍ୟ ଯୋଉ ଲାଇନ ନବା, ଯଦି ତାକୁ ଷ୍ଟକ ରଖିଲେ ବି ସେ ଖରାପ ହେଇଯିବ, କଣ ହେଇଯିବ। ଏଇଟା କଣ କି ଷ୍ଟକ ରଖିଲେ ବି ଯଦି ସରିଲା ନାହିଁ ଜଲ୍ଦି, ତ ମାସେ 2 ମାସ 6 ମାସ ତାକୁ ରଖିକିନା ତାପରେ ତାକୁ ବି ସେଲ କରିହବ, ସିଜନ ଦେଖିକିନା ଇଏ କରିକିନା। ତା ସହିତ ଆଜ୍ଞା ଆର କିଛି ଏମିତି ନାହିଁ ଯେ ଏଇଟା ଫ୍ୟୁଚରରେ ଗୋଟେ ଆଗକୁ ଡିମାଣ୍ଡ ରହୁଛି ବୋଲିକିନା। ଆଜ୍ଞା ସବୁ ବେସ ରେ କଣ କି ଗୋଟେ ଟାଇପ ର ଜିନିଷ କଲେ ସେଇଟା ମାର୍କେଟରେ ବୋଲେ ଯୋଉଟା ଆଜ୍ଞା କହିବେ କି କମ୍ପିଟେଟର ରହିବ। ତ ନୂଆ ଜିନିଷ କଲେ କଣ କି ଯୋଉ ଏରିଆରେ କୌଣସି ବି କେହି କରିନାହାନ୍ତି, ନୂଆ ଜିନିଷ କରିବ କି ତମ କିଏ କମ୍ପିଟିସନ ନଥିବ, ତମ ବିଜନେସ ଟା ସୁରୁଖୁରୁରେ ଚାଲିପାରିବ। ଆଜ୍ଞା ତ ସାର୍ ଅନ୍ୟ କୋଉ ଜିନିଷ ଯାଇଥାନ୍ତି ବୋଲେ ସେଇଠି କମ୍ପିଟେଟର ନିଶ୍ଚୟ ବାହାରିଥାନ୍ତେ। ତ ସେଥିପାଇଁ ବୋଲି ମୁଁ ଏଇ ଲାଇନ ଟାକୁ ଗୋଟେ ବେଷ୍ଟ ଭାବିଲି, କାହିଁକିନା ଯେତେ ହେଲେ ବି ଚାଷରେ ମେନ୍ ହେଲା ଖତ ରହୁଛି। ତ ଖତକୁ ଲୋକ ଚାଷୀ ମାନେ ଠିକ ଭାବରେ ଏବେ ଗୋବର ଖତ ଆଣୁଛନ୍ତି ସିନା, ଗୋବର ଖତକୁ ଠିକ ଭାବରେ ଠିକ ୱେରେ ଦଉନାହାନ୍ତି ଜମିରେ। କଞ୍ଚା ଆଜ୍ଞା ଦେଇଦେବେ, ନହେଲେ ତାକୁ ଡିକମ୍ପୋଷ୍ଟ ହେଇନଥିବ ବୋଲିକିନା ପକେଇଦେବେ। ତ ସେଇଠି ଚାଷୀର ବି ତାର ଜମି ବି ମାନେ ଠିକ ହେଇପାରୁନି ଚାଷ। କେତେବେଳେ ଭାଇରସ ଆସିଯାଉଛି, କେତେବେଳେ ଓଇ ଲାଗି ଯାଉଛି, କେତେବେଳେ ତାର ଡିଫେକ୍ଟ ମାନେ ଆସୁଛି। ତ ଏଇଟାକୁ ମୁଁ ପ୍ରୋସେସ କରିକି ଦେଲେ କଣ, ଜିଆ ଖତ କରିକି ତାକୁ ନହେଲେ ଡିକମ୍ପୋଜ କରିକି ଅନ୍ୟ 2-3 ଭେରାଇଟି କରିସାରିଲା ଆଜ୍ଞା ପରେ, ତାପରେ ଆଜ୍ଞା ତାକୁ କଲେ ମାର୍କେଟ ଚାଷୀ ବି ସୁବିଧା ହଉଛନ୍ତି, ଆମର ଗୋଟେ ରୋଜଗାର ବି ପ୍ରଥା ହଉଛି।
ଆଜ୍ଞା ସାର୍ ସାର୍ ଜିଆ ଖତ ପାଇଁ ଆପଣ କଣ କଣ ବ୍ୟବହାର କରୁଛନ୍ତି? ଆପଣଙ୍କର ଏଇ ଯୋଉ ଜିଆ ଖତ ବ୍ୟବସାୟରେ କେତେ ଲୋକ ପ୍ରତିଦିନ ହିସାବରେ କେତେ ଲୋକ ରୋଜଗାରକ୍ଷମ ହେଇପାରୁଛନ୍ତି ସାର୍? ହଁ, ଏଠି ତ ପ୍ରତିଦିନ ଏବେ ଦେଖନ୍ତୁ ପ୍ରଥମେ ଗୋଟେ ଦିଟା ଲେବର ରହୁଥିଲେ, ତାପରେ ଧୀରେ ଧୀରେ ଏବେ 10 ରୁ 15 ରହୁଛନ୍ତି, କିଛି ନହେଲେ 10 ଜଣଙ୍କ ଉପରେ। ଯଦି କାମ ବଢୁଛି, କାମ ବଢିଲେ ଡେଲି ୱାଇଜ ଲେବର ଥାଉଛନ୍ତି, କେତେବେଳେ 15 ରୁ 20 ବି ଆଜ୍ଞା ଲଗେଇବାକୁ ପଡୁଛି, କେତେବେଳେ ନହେଲେ ନର୍ମାଲି 7 ରୁ 10 ଜଣ ପରମାନେଣ୍ଟ ଲେବର ଅଛନ୍ତି। ସେଇଟା ମାନେ ଆଜ୍ଞା ସବୁଦିନ ଆସିବାକୁ ପଡୁଛନ୍ତି ଯେମିତି। ତା ସାର୍। ସହିତ ମହିଳା ଅଛନ୍ତି 3 ଜଣ, ଆଜ୍ଞା ଆଉ ବାକି ପୁରୁଷ ରହିଛନ୍ତି। ଆଜ୍ଞା ସାର୍, ଆପଣ ଯୋଉ କେତେ କଣ ବ୍ୟବହାର କରୁଛନ୍ତି ଆପଣ ଏଇ ଜିଆ ଖତଟା ପ୍ରସ୍ତୁତ କରିବା ପାଇଁ? ପ୍ରଥମ କେତେ ଟଙ୍କା ଆପଣ ଇନଭେଷ୍ଟ କରିଥିଲେ, ଆଉ ଏବେ ବର୍ଷକୁ କଣ ଲାଭ ଆସୁଛି? ଆମର ଏଇଠି ଜିଆ ଖତରେ ଏଇଠି ତ 80 ରୁ 90% କଞ୍ଚା ଗୋବର, ଦେଶୀ ଗାଈ ଗୋବର ଯୋଉଟା ସେଇଟା ୟୁଜ ହଉଛି। ଆଜ୍ଞା କାହିଁକିନା ଆମର ଏଠି ଗୋବର ଖତ ଆଭେଲେବୁଲ ଥିଲା ବେଳେ ଆମେ ଗୋବର ଖତ ଉପରେ ହିଁ ବେଶୀ ତାକୁ କରାହଉଛି। ଆଉ ଯଦି ଗୋବର ଖତ ଯଦି ଆସୁଛି ଏବେ ଏବେ ଧୀରେ ଧୀରେ ଗୋବର ଖତ, କାହିଁକିନା ଯେତେ ବଢିଲାଣି ଗୋବର ଖତ ଧୀରେ ଧୀରେ କମ ଦରକାର ବେଲେ କମ ହଉଛି। ତ ସେଥିପାଇଁ ବେଲେ ଆମେ ଏଗ୍ରୋ ୱେଷ୍ଟ ଯୋଉଟା ଯଦି ଆମର ପଡୁଛି, ଏବେ ଆମ ଏରିଆରେ ମକା ଗଛ ହଉଛି, ମକା ଗଛର ଯୋଉ ମକା ଅମଳ କରିସାରିଲା ପରେ ଯୋଉ ଗଛ ୱେଷ୍ଟ ହଉଛି ତାକୁ ଚପ୍ କରିକି ତାକୁ ଡିକମ୍ପୋଜ କରାହଉଛି। ଡିକମ୍ପୋଜ କଲା ପରେ ସେଇଟା ଅଳ୍ପ ସେଟା ଷ୍ଟାର୍ଟିଂ କରାହେଇଛି। ଆଉ ନହେଲେ ଆଜ୍ଞା 100% ଆମେ ଗାଈ ଗୋବର ହିଁ ଦଉଛୁ। ଗାଈ ଗୋବରରେ ତାକୁ ଥଣ୍ଡା କରିକିନା, ପାଣି ପକେଇ ଥଣ୍ଡା କରିସାରିଲା ପରେ ତାହେଲେ ଜିଆ ଛଡା ହଉଛି। ଆଜ୍ଞା ସାର୍, ନୂତନ ଜ୍ଞାନ କୌଶଳ କଣ ବ୍ୟବହାର କରିଛନ୍ତି ଆପଣଙ୍କର ଜିଆ ଖତ ପ୍ରସ୍ତୁତରେ, ୟୁନିଟ ପ୍ରସ୍ତୁତରେ? ଆଉ ସରକାରଙ୍କ ତରଫରୁ ସେମିତି କିଛି ସହାୟତା ରହିଛି କି? ଯେହେତୁ ଜୈବିକ ସାର ଉପରେ ଏବେ ବର୍ତ୍ତମାନ ସରକାର ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ମାନେ ଅବଦାନ ତାଙ୍କର ରହିଛି, ତ ସେଠୁ କିଛି ଆପଣଙ୍କୁ ସହାୟତା ରହିଛି କି? କିନ୍ତୁ ସରକାର ତରଫରୁ ବୋଲେ ଗୋଟେ ଜିନିଷ ହଉଛି, ମୋର ନିଜସ୍ୱ ଜମି କିଛି ନାହିଁ, ପଟା ଜମି ନାହିଁ। ତ ମୁଁ ସରକାର ଜିନିଷ ଆପ୍ଲାଏ କଲା ବେଳକୁ ପ୍ରଥମେ ତ ସେ ଜମି ଉପରେ ରହିଯାଉଛି, ଅଟକି ଯାଉଛି ବୋଲି ମୁଁ ତା ପ୍ରତି ସେତେ ଆଉ ବୋଲେ ଇଏ କିଛି କରିପାରୁ ନାହିଁ। ଯାହା କିଛି ମୋ ନିଜର ଖର୍ଚ୍ଚ ହିଁ କରିଛି। ପ୍ରଥମେ ତ ଆରମ୍ଭ କଲା ବେଳେ ଫାଷ୍ଟ ଯେତେବେଳେ ମୁଁ 4ଟି କୁଣ୍ଡର କରିଥିଲି, ସେତେବେଳେ ମାତ୍ର 2,000 ଟଙ୍କାରୁ ଆରମ୍ଭ କରିଥିଲି। ତ ଆଜ୍ଞା ଧୀରେ ଧୀରେ ବଢିକି ଏବେ ବାର୍ଷିକ ଏବେ 25 ରୁ 30 ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ ହେଇଯାଉଛି, ଯାହା ସବୁ ଜିନିଷ ମିଶିକିନା ଆଜ୍ଞା 30 ଲକ୍ଷ ଟ୍ରାଞ୍ଜାକ୍ସନ ହେଇଯାଉଛି। ଆଜ୍ଞା ସାର୍। ସାର୍ ତାହେଲେ ଆପଣଙ୍କର ଏଇ ଜିଆ ଖତ ୟୁନିଟ ଗୁଡାକରୁ ଆପଣଙ୍କୁ ବର୍ଷକୁ କେତେ ଲାଭ ହଉଛି? ଲାଭ ତ କହିପାରିବିନି, ଦେଖନ୍ତୁ ହେଇଯାଉଛି ଲାଭ ଅବଶ୍ୟ 30-40% ରହିଯାଉଛି ଆଜ୍ଞା ଯାହା ଇଏରେ। ତା ସହିତ ରହୁଛି କଣ, ଏବେ କୋଉ ସିଜନ ରେ ଟିକେ ଲାଭ ଅଧିକ, କୋଉ ସିଜନ ରେ ଟିକେ ଲାଭ କମ। ଆଉ ସେ ଯୋଉ ବି ବିଜନେସ କରିବ ତାର ଟିକେ ଘାଟା ଅଂଶ ରହୁଛି। କେତେବେଳେ ଟିକେ ଏବେ ଆମେ ଓପେନ ବେଡରେ କରୁଛୁ, ଉପରେ ସେଡ କମ ଥାଉଛି। ତ ସେଇ ଆଜ୍ଞା ଟାଇମ ରେ କଣ କି, ବର୍ଷା ଦିନେ ଟିକେ କ୍ଷତି ସହିବାକୁ ପଡିବ, ସହିବାକୁ ପଡୁଛି ବର୍ଷା ପାଇଁ ବୋଲିକିନା। ତ ବର୍ଷା ଆଜ୍ଞା ଦିନରେ ସେତେବେଳକୁ ତାର ଖତର ବି ଡିମାଣ୍ଡ ଅଧିକ ଥାଉଛି, ପ୍ରଡକ୍ସନ କମ ହଉଛି ସେଇ ଟାଇପ ର। ଆଉ ବର୍ଷା ଦିନରେ ଟିକେ ରେଟ୍ ବି ଭଲ ମିଳୁଛି, କାହିଁକିନା ସେତେବେଳକୁ ଖତର ଟିକେ ଲୋକମାନେ ଯୋଉ ମିଳୁନଥିବ ଖତ ସେତେବେଳକୁ, ସେଥିପାଇଁ ବୋଲି ସେଇ ଟାଇମ ରେ। ଆଉ ସିଜନ ୱାଇଜ ରେ ଯୋଉଟା ଆଭେଲେବଲ ଖତ ସେଇ ଟାଇମ ଅଟୋମେଟିକଲି ରେଟ୍ ଡାଉନ ରହୁଛି। ମାଲ ରହିଯିବ କାଳେ ବୋଲି ତାପରେ ରେଟ୍ ଡାଉନ ରେ ଦେବାକୁ ପଡୁଛି। ଆଜ୍ଞା ସାର୍, ଚାଷ କ୍ଷେତ୍ରରେ ଜିଆ ଖତର କଣ ମହତ୍ଵ ରହିଛି? ଚାଷ କ୍ଷେତ୍ରରେ ତ ମେନ୍ ହେଲା ଜିଆ ଖତର ବହୁତ ଅଧିକ ରହିଛି। ଏବେ ଲୋକ ବେଶ କରି ବେଶୀରେ କେମିକାଲ ତାକୁ ଆଗ ଗୋଟେ 30 ବର୍ଷ ପୂର୍ବେ କୌଣସି ଆଗେ ୟୁରିଆ ଡିଏପି ନଥିଲା। ଯେତେବେଳେ ସବୁଜ ବିପ୍ଳବ ଆସିଥିଲା ସେତେବେଳେ ତା ଆଗରୁ ବି ଚାଷ ହଉଥିଲା, ମାତ୍ର ତା ଆଗରୁ ବି ଜୈବିକ ଖତ ଚାଲିଥିଲା। କିନ୍ତୁ ଆଜ୍ଞା ସବୁ ଯେତେବେଳେ ସବୁଜ ବିପ୍ଳବ ପାଇଁ ଆରମ୍ଭ କଲେ, ସେତେବେଳେ ଲୋକ ଧୀରେ ଧୀରେ ତାକୁ ଏମିତି ହେବିଟ ହେଲେ, ଜମି ବି ହେବିଟ ହେଇଗଲା ଯେ ଆଜ୍ଞା ଜମିକୁ କେମିକାଲ ଦରକାର। ତ ଏବେ ନିହାତି ତାକୁ ଧୀରେ 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 ମାଟିର ଅର୍ଗାନିକ କାର୍ବନ ଯେତେବେଳେ କମିଗଲାଣି, ତ ଧୀରେ ଧୀରେ ଆଜ୍ଞା ଲୋକଙ୍କୁ ସେ ଜିନିଷ କରିବା ପାଇଁ, ଯାହା ଦ୍ୱାରା କି ଏବେ ଦେଖନ୍ତୁ ଏବେ ୟୁରିଆ ଡିଏପି ପଟାସ ପକେଇବେ ଯୋଉଟା ଏତିକି ପକଉଛନ୍ତି, ତାରେ ଅନ୍ୟ କିଛି ଜିନିଷ ନଥାଉଛି। ଗଛକୁ ଏବେ ସମସ୍ତ ଖାଦ୍ୟ ପ୍ରକାର ତାକୁ ନ୍ୟୁଟ୍ରେସ ଦରକାର, ଯୋଉ 15 ରୁ 17 ପ୍ରକାର ନ୍ୟୁଟ୍ରେସ ରହୁଛି, ସବୁ ଜିନିଷ ଦରକାର। ଆଜ୍ଞା ଖାଲି ୟୁରିଆ ଡିଏପି ପଟାସ ରେ ତ ତାକୁ ସେଇ ଜିନିଷ ମିଳିବ ନାହିଁ। ତ ଜିଆ ଖତ ଦେଲେ କଣ କି, ଅନ୍ୟ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଯୋଉଟା ରହିବ, ତା ସହିତ ଅର୍ଗାନିକ କାର୍ବନ ରହିବ, ଯୋଉଟା କି ଜମିକୁ ଉର୍ବର କରୁଛି, ସେଇ ଜିନିଷ ମାନେ ଚାଷୀଙ୍କୁ ସେଇଟା ବୁଝେଇକି ତାଙ୍କୁ ୟୁଜ କରିବାକୁ ପଡିବ। ଆଜ୍ଞା ସାର୍, ଅନ୍ୟ ଚାଷୀଙ୍କୁ ସାର ତ ବିଭିନ୍ନ ପ୍ରକାର ଚାଷୀ ବ୍ୟବହାର କରୁଛନ୍ତି, ଜୈବିକ ସାରରେ ବି ଆଜ୍ଞା ବିଭିନ୍ନ ପ୍ରକାର ଜୈବିକ ସାର ବ୍ୟବହାର ଆଜ୍ଞା କରୁଛନ୍ତି। କିଛି ଚାଷୀ ହୁଁ ଅଛନ୍ତି ରାସାୟନିକ ସାର ବି ବ୍ୟବହାର କରୁଛନ୍ତି, ଅଧିକ ଉତ୍ପାଦନ ହଁ ଖୁବ କମ ସମୟରେ ପାଇବା ପାଇଁ। ଆପଣ କଣ ହୁଁ। ବାର୍ତ୍ତା ଦେବେ ଯୋଉ ଚାଷୀ ଭାଇଙ୍କ ଆମ ସହିତ ଯୋଡି ହେଇଛନ୍ତି ସାର୍, ତାଙ୍କୁ ଜିଆ ଖତ ବିଷୟରେ ଆପଣଙ୍କ ତରଫରୁ ଆପଣ ତାଙ୍କୁ କଣ ବାର୍ତ୍ତା ଦେବାକୁ ଚାହିଁବେ? ହଁ ଦେଖନ୍ତୁ, କେମିକାଲ ସହିତ ଖାଲି ଅର୍ଗାନିକ ସେତିକି ଅର୍ଗାନିକ ଆମ ଏରିଆର ମାର୍କେଟ ହେଇନି। ଏବେ ବଡ ବଡ ଆଜ୍ଞା ଟାଉନରେ ସିନା ଅର୍ଗାନିକ ର ବେଶ ମାର୍କେଟ ଅଛି, ସେଇଠି ଖାଲି ଅର୍ଗାନିକ କରିବେ। କିନ୍ତୁ ଆମ ଅଞ୍ଚଳ ପାଇଁ
ଟୋଟାଲି ବି ଅର୍ଗାନିକ କରିବା ପାଇଁ ବି ତାକୁ ସେ ଯେତେ ଖର୍ଚ୍ଚ ହବ ସେତିକି ତାଙ୍କେ ପାଇବେନି। ହଁ ଅର୍ଗାନିକ ବେସ୍ କରିକିରି କେମିକାଲ ସହିତ ମିଶେଇ କରିବାକୁ ପଡିବ। ପ୍ରଥମ ଯେତେବେଳେ ଆଜ୍ଞା ବେସଲ ଡୋଜ ସେତେବେଳେ ତ ଜମି ଉର୍ବର ହେଲେ ତ ତାପରେ ତାକୁ ଜମି ଠିକ ଥିଲେ ହିଁ ତ ଅନ୍ୟ ଯୋଉ ଚାଷ ବି କେମିକାଲ ଦେଇକି କରନ୍ତୁ ଆଜ୍ଞା ଯାହା ବି ଦେଇକି କରନ୍ତୁ। ଆଜ୍ଞା ତ ପ୍ରଥମେ ମୂଳ ସାର ହିସାବରେ ଯୋଉଟା କି ମାଟିର ଉର୍ବରତା ବଢେଇବ ଆଉ ଅର୍ଗାନିକ ଯୋଉଟା ଜମିକୁ ଅର୍ଗାନିକ କାର୍ବନ ଦବ। ଆଜ୍ଞା ସେଥିପାଇଁ ବୋଲି ପ୍ରଥମେ ତ ଜୈବିକ ସାର ଜିଆ ଖତ ଟା ବ୍ୟବହାର କରିବା ନିହାତି ଦରକାର ପଡିବ ଚାଷୀକୁ। ଆଜ୍ଞା ସାର୍ ବହୁତ ବହୁତ ଧନ୍ୟବାଦ ଆପଣ କୃଷି ଜାଗରଣର ଓଡିଆ ଲାଇଭ ପେଜ ସେସନରେ ସାମିଲ ହେଲେ। ଆମ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ବି ଆଲୋଚନା କଲେ। ଆଶା କରିବି ଆମ ସହିତ ଯୋଡି ହେଇଥିବା ଅନ୍ୟ ଚାଷୀ ବି ଏଠୁ ବହୁତ କିଛି ଜିନିଷ ଶିଖିବାକୁ ପାଇବେ। ବହୁତ ବହୁତ ଧନ୍ୟବାଦ ସାର୍ ନମସ୍କାର। ଧନ୍ୟବାଦ ନମସ୍କାର।